ବର୍ତ୍ତମାନ କୁହାଗଲାଣି ଡାଇବେଟିସ୍ ଆଉ ଗୋଟେ ପ୍ରକାରର ହୃଦରୋଗ। ହୃଦରୋଗର ଅନେକ କାରଣ ଅଛି ଆଗରୁ, ଯେମିତି ଉଚ୍ଚ ରକ୍ତଚାପରେ ହୃଦରୋଗ ହୁଏ, ବୟସ ବାର୍ଦ୍ଧକ୍ୟରେ ହୃଦରୋଗ ହୁଏ ଏବଂ ମେଟାବୋଲିକ୍ ଡିଜିଜ୍ ସବୁ ଓବେସିଟି ବା ପୃଥୁଳତା ହେଲେ ହୃଦରୋଗ ହୁଏ। ଆଉ ଶରୀରରେ ଅନ୍ୟ ଉପାଦାନ ସବୁ ଖରାପ ରହିଲେ କୋଲେଷ୍ଟ୍ରଲ୍, ଲିପିଡ୍ ଯାହାକୁ ଆମେ କହୁ ଫ୍ୟାଟ୍ ଅଂଶ ବଢ଼ି ରହିଲେ ଆମର ହୃଦରୋଗ ହୁଏ। ଏହା ବ୍ୟତୀତ ଜନ୍ମରୁ କେତେ ଲୋକ ମଧ୍ୟ ହୃଦରୋଗରେ ଜନ୍ମ ହୋଇଥାନ୍ତି। ଏହିସବୁ କାରଣ ବ୍ୟତୀତ ବର୍ତ୍ତମାନ ଗୋଟେ ବଡ଼ କାରଣ ଯେଉଁଟା ହେଲାଣି, ଯାହାର ଡାଇବେଟିସ୍ ଅଛି ତାର ହୃଦରୋଗ ହେବାର ସମ୍ଭାବନା ବେଶୀ। ଏବଂ ଡାଇବେଟିସ୍, ହୃଦରୋଗ ଆଉ ବୃକ ରୋଗ ବା କିଡ଼ନୀ ରୋଗ ଇଏ ଗୋଟେ ତ୍ରିଭୁଜ ଭଳି ବର୍ତ୍ତମାନ କାମ କରୁଛନ୍ତି। ଡାଇବେଟିସ୍ ରୋଗରେ କିଛି ଦିନ 10-12 ବର୍ଷ ପରେ ଯଦି ଆମେ ଠିକ୍ ଭାବରେ ଚିକିତ୍ସା ନ କରନ୍ତି ତାହେଲେ ଉଭୟ କିଡ଼ନୀ ବା ବୃକକ ମଧ୍ୟ ଖରାପ ହୋଇଯାଏ, ଯାହାଫଳରେ ଦେହରୁ